ହେଇଟି ମୋ ଶାଢୀ ଚିରି ଯାଇଛି ବୋଲି 2 ମାସ ହେଲାଣି ଗୋଟେ ଶାଢୀ ଆଣିବାକୁ କହୁଛି। କେବେ ଆଣିଦବ? ଆରେ ପଇସା ଥିଲେ ତ ଆଣିବି ନା। ଦିନ ରାତି ଯାହା ରୋଜଗାର କରୁଛି ଡାଲି ଚାଉଳକୁ ତ ଅଣ୍ଟୁନି, ଆଉ ଶାଢୀ କଣ ତୁମ ପାଇଁ ଆଣିବି? ଆଲୋ ସାନ, ତତେ ମୁଁ ଘର ସାରା ଖୋଜୁଛି, ତୁ ଆସି ଏଇଠି। କାଇଁ କଣ ହେଲା କିଲୋ ଅପା? ନଡିଆ ତେଲ ଯଦି ଟିକେ ଅଛି ଦବୁ କି? ଆମର ସରି ଯାଇଛି। ଅପା ଦୁଃଖ କଥା କଣ କହିବି, ମୁଁ ମାସେ ହେଲାଣି ମୁଣ୍ଡରେ ତେଲ ଲଗେଇନି। ତୁମ ଦିଅରକୁ କହିଲେ କହୁଛନ୍ତି ମୁଦ୍ରା ନାହିଁ ବୋଲି। ହଁ ମ, ଆମର ବି ସେଇ ଅବସ୍ଥା। ତୋ ଭାଇ ଦିନ ରାତି ଖଟୁଛନ୍ତି, ତଥାପି ଅଭାବ। ତେଲ ଅଛି ତ ଲୁଣ ନାହିଁ, ଲୁଣ ଅଛି ତ ଚାଉଳ ନାହିଁ। ଠିକ କହିଛ ଅପା। ଯେବେଠୁ ଆମେ ବାପାଙ୍କ ଠାରୁ ଅଲଗା ହେଇଛୁ ଲାଗୁଛି ଯେମିତି ଲକ୍ଷ୍ମୀ ଛାଡି ଯାଇଛନ୍ତି ଆମକୁ। ବଡ ଅପା ଆଉ ଭାଇ ବାପାଙ୍କ ସହ ଅଛନ୍ତି ବୋଲି କେତେ ଖୁସିରେ ଅଛନ୍ତି ଦେଖିଲ। ହଁ ଲୋ, ତୁ ଠିକ କହୁଛୁ। ଆରେ ରାଜୁ, ବିଜୁ, ତମେ ମାନେ କାମକୁ ଯାଇଥିଲ କି? ହଁ ଭାଇ, ଆମେ କାମରୁ ଫେରୁଛୁ। ଆମେ ଯେବେଠୁ ଅଲଗା ରହିଛୁ 2 ଭାଇ ସବୁଦିନ କାମକୁ ଯାଉଛୁ। ଦିନ ରାତି ଖଟିଲା ପରେ ବି ଖାଇବାକୁ ଅଣ୍ଟୁନି। ଲାଗୁଛି ଯେମିତି ଆମେ ଲକ୍ଷ୍ମୀ ଛଡା ହେଇଯାଇଛୁ। ଆଚ୍ଛା ବଡ ଭାଇ, 3 ମାସ ହେଲା ତ ତମେ ଆଉ କାମକୁ ଯାଉନ, ଘର ପରିବାର କେମିତି ଚଳାଉଛ? ବାପାଙ୍କର ଯେତିକି ଜମିବାଡି ଅଛି ସେତିକି ଦେଖା ରଖା କରୁଛି।